यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज जो आलोचना करवा दुष्टंक राजूति महाविपत्ति है गोटे देख तुम सब अवज्ञा तुम बेलू ना आम बेलू थिला गोटे गाँ घर जदि गाँव में कौन गोटे बाड़िया पुटा की झगड़ा होता गाँ साई भाई बस समाधान कर बर्तमान तुम बेलू ना से सब उठीगला किए मिछ कह महाप्रसाद कोड़ुआ थुआ ए महाप्रसाद छुईकी कह मिछ कहबुन कारण से पापटा को समस्त लोक मैंने कौन करते भय करते बर्तमान पाप को कहार भय नहीं अच्छी पाप भय नहीं तुम जान कोर्ट को जीव गीता आने से घोरिकी तुम हाथ धोईदेव तो गीता छुई कहूँ जहाँ कह सत बिना मिछ कहबी शपथ करुच्ची कि देखला कौन संपूर्ण मिछ बुझी बर्तमान समय रे मनीष मारिकी निर्दोष कौन हो एबे जो गाँ गहली प्राय केते जगह अच्छी पंचायत बसुची सब पंचायत जो मुखिया प्राय रोचंती तुम देखियो यदि मद गंजे खाई देवे मुंड को जहाँ ढुकीदब विचार होची सेया हाँ कि नहीं जार मेजोरिटी अधिक आईगला से दोष करते निर्दोष कौन खलास कारण कौन पाप को तांकर भय ना गाँव रे जो सभा होता से गोटे कहते देवसभा बुझे देवसभा जो माने मिछ कहती पूर्व जन्म रे मूक कहती देवसभा जो माने पक्षपात करी कौन करती विचार करती पूर्व जन्म रे से माने विकलांग हुअंती बोली शास्त्र प्रमाण दिए बुझी गोटे छोट छुआ से जन्म है से कौन पाप कर से कहीं कार देखो पुली होदब कार गरगरी खंडी होदब कार हाथ बंका होदब कार मुह बंका हो कारण कौन ये सब पूर्व जन्मर कर्मफल किंतु महापुरुष ये कहते जो कलिर अंतिम पर्याय आसो लोकंकर पापपूर्ण किसी विचार रहिबो नाही पापर संख्या एते बढ़ी जीवो से जुआड़े जीवे समते से कौन जीवे माती जीवे पुण्यवंत लोकंकर स्थान ना यही कथा को लेकिन से शिवकल्प शास्त्र रे कौन कले प्रमाण देइछन्ति। अच्युत महापुरुष भक्त रामदास को कहउछन्ति हे राम सुन दान पुण्यजार जात करे नाही सबारे टेकिबे मुंड आग कुआ होई फुटुकी मारिबे ज्ञानी की कहिबे भंड। ये सुंदर कथा जो लोक जीवन में क्या दान टे दिए जहाँ आम कटक भाषा कहते छुट्टी भाई गोल मरीच बुझ जो लोक माने लोभासक्त निजर स्वार्थ को सदा सर्वदा जगी थाए से भाव व्यक्ति विशेष माने कलिर अंतिम पर्यायर भद्र लोकर मुखा पिंधि सभा समिति कौन है आग कुआ बा पूजा पाइबे
ଏବଂ ବିବେକୀମାନ ଲୋକକୁ ଧିକାର କରି କହିବେ ଏବଂ କହିବେ ଏଟା ମୂର୍ଖ, ଏହା ଭଣ୍ଡ, ଏହା ଗାଲୁଆ, ମାନେ ଏମିତି ବିବେକବାନ ଲୋକକୁ ଇଏ ମୂର୍ଖ ମାନେ ଓଲଟି କ'ଣ କରିବେ? ଅଟ୍ଟହାସ୍ୟ କରିବେ। ଅସତ ଜନ ଯେ ଜ୍ଞାନ ଭାସିବେ, ସତ୍ୟ ବନ୍ତେ ଭାସେ ଥଟା, ନିର୍ଗୁଣ ଯେ ବିଗୁଣ ଦୋଷ ହୋଇବ ଲାଗିବ ହଟ ହଟା। ଅସତ ଜନ ଯେ ଜ୍ଞାନ ଭାସିବେ, ଯୋଉରା ମୂର୍ଖ ସେମାନେ କ'ଣ କରିବେ? ଭାରି ବଡ଼ ବଡ଼ କଥା କହିବେ, ଭାରି ଜ୍ଞାନ ବଖାଣୁଥିବେ। ସତ୍ୟ ବଂଶେ ଭାସେ ଥଟା, ଯେଉଁମାନେ ନୀତି ନିୟମରେ ଥିବେ ତାଙ୍କୁ ଠୁସୁଲି କରିବେ ଏବଂ ଭାରି ବଡ଼ ବଡ଼ କଥା କ'ଣ କରିବେ? କହିବେ। କିନ୍ତୁ ନିଜ ଘରେ ପେଡ଼ି ପେଡ଼ି ସିଏ ସେ କଥାକୁ ଚିନ୍ତା କରିବେ ନାହିଁ। ନିଜେ ହେଇଥିବେ ଚାଲୁଣି କିନ୍ତୁ ପଦା ଲୋକ କହିବେ କ'ଣ? ଛୁଞ୍ଚି। ଏ କଥା ଜାଣିଛ ନା ଜାଣିନ? ଚାଲୁଣି ଛୁଞ୍ଚି ଦିନେ ଝଗଡ଼ା ଲାଗିବେ ହେଲା। ଚାଲୁଣି ଛୁଞ୍ଚି କହୁଛି ଚାଲ ଛୁଞ୍ଚି ତୁ କହିବୁ କ'ଣ? ତୋ ଗାଣ୍ଡିର ପାଖରେ ଗୋଟାଏ କଣା। ଛୁଞ୍ଚି ସେଠୁ ହସିଦେଲା। ଚାଲୁଣି ମୋ ଗାଣ୍ଡି ସିନା ଗୋଟାଏ କଣା, ତୋ ଗାଣ୍ଡିରେ ବା ପୁଳାଏ କଣା। ବୁଝିହଉଛି କହିବାର ତାତ୍ପର୍ଯ୍ୟ? ଯେଉଁମାନଙ୍କର ଆଚାର ବିଚାର ଚାଲି ଚଳନ ବ୍ୟବହାର ସଂସ୍କାର ଠିକ ନଥିବ, ବୟସ ବେଳେ ବହୁତ କୁକର୍ମ କରୁଥିବେ, ବାରଣ ବେଳେ ହରିମନ୍ଦିର ଚିତା କାଟିବେ, ଜ୍ଞାନ ବଖାଣ କରିବେ, ସଭା ସମିତିରେ ବସିବେ, ତାହାର କିଛି ମହତ୍ଵ ନଥାଏ। ନିର୍ଗୁଣ ଯେ ବିଗୁଣ ଦୋଷ ହୋଇଥିବ ଲାଗିଥିବ ହଟ ହଟା। ମହାପୁରୁଷଙ୍କ ଭାଷାରେ ମାନେ ଅନ୍ତିମ ସମୟରେ ଯିଏ ପ୍ରକୃତରେ ସତ୍ କହିବ ତାଙ୍କୁ ଏ ସ୍ଥାନ ସମାଜ ଗ୍ରହଣ କରିବ ନାହିଁ। ଯେଉଁମାନେ ଦୁଷ୍ଟ ଲୋକ ହେଇଥିବେ, ସେମାନେ ଆଗକୁ ହେଇଥିବେ, ସେମାନଙ୍କୁ ସଂସାରରେ ସମସ୍ତେ କ'ଣ କରିବେ? ପୂଜା କରିବେ ବା ସମ୍ମାନ ଦେବେ। କହିବାର ତାତ୍ପର୍ଯ୍ୟ ତମେ ଓରିଜିନାଲ ସେଣ୍ଟ ଗୋଟେ ମଇଳା କାଚରେ ରଖ, ତାକୁ କେହି ଗ୍ରହଣ କରିବେ ନାହିଁ। ଯଦି କିରୋସିନ ଗୋଟେ ଚିକିଚିକିଆ ବୋତଲରେ ରଖିଥିବ ତାକୁ ସମସ୍ତେ ଗ୍ରହଣ କରିବେ। ଏହା ତମର ଭୁଲ ନୁହଁ କି ମୋର ଭୁଲ ନୁହଁ, ଏ ସମୟର ହଉଛି ସେଇ ଦୋଷ। ଯଥା ଭଲ କଥା ମନେ ରଖିଥାଅ। ଗୋଟେ ଚାଷୀ ତା ବିଲକୁ ସବୁବେଳେ ଯାଏ, ଗଲା ଭିତରେ ଗୋଟେ ଢମଣା ସାପ କ'ଣ ହୁଏ? ମୂଷା ଖାଇବା ପାଇଁକି ସେ କ'ଣ ହେଇଥିବ? ମୂଷା ଗାତରେ ସବୁବେଳେ ପଶେ। ଚାଷୀ କ'ଣ କରେ? ଆସେ, ସେ ଘୋଡ଼ା ମଦୁଆ, ସେ ଦେଖିବ ସାପଟା ଶୋଇଛି, ମୁଣ୍ଡଟା ଭିତରେ ଅଛି କୋଉଠି ଗାତ ଭିତରେ, ତା ନାଙ୍ଗୁଡକୁ ଧରିକି ବୁଲେଇ 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 ଫୋପାଡ଼ି ଦିଏ। ଢମଣା ତା ଜୀବନରେ ପଳାଏ। ପୁଣି ମୂଷା ଖାଇବାକୁ ଫେର ଆସି ସେ ଗାତରେ ବସିବ। ତା ପରଦିନ ସେ ଚାଷୀ କ'ଣ କରିବ? ସେମିତି ଆସିବ, ସେ ମଦୁଆ ସେମିତି ବୁଲେଇ ବୁଲେଇ ଫୋପାଡ଼ି ଦିଏ। ଦିନକର ଘଟଣା କ'ଣ ହେଇଛି? ଢମଣା ଭିତରେ ଫୋପାଡ଼ି ଯାଉଛି ସିଆଡ଼େ, ଜୀବନ ବିକଳେ ଢମଣା ପଳଉଛି, ଗୋଟା ଗୋଖର ସେଠୁ ହାବୁଡ଼େ ପଡ଼ିଗଲା। ଆରେ ଭାଇ କ'ଣ ହେଇଛି? କ'ଣ ଜାତି ଭାଇ? କହିଲା କ'ଣ ହେଇଛି? ନା କ'ଣ ଭାଇ ହବ, ତୋର ସିନା ବିଷ ଅଛି ବୋଲି ତତେ ଲୋକ ଦେଖିଲେ ଦୂରରୁ ଡରିକି ପଳଉଛନ୍ତି, ମୋର ତ ବିଷ ନାହିଁ। ସେଇ ହିସାବରେ ମୋ ନାଙ୍ଗୁଡକୁ ଭିଡ଼ିକି ଫୋପାଡ଼ି ଦଉଛନ୍ତି। ନା କ'ଣ ହେଲା? ସେ କ'ଣ ଅହିକୁଳ ସମ୍ପର୍କ ମହତ୍ଵ କିଛି ଜାଣିନି? ତାହେଲେ ତୁ ଆଜି ରହ, ମୁଁ କାଲି ସେ ସେ ଗାତରେ ଯାଇକି ବସିବି। ଢମଣା ଜଗିକି ବସିଲା। ଗୋଖରୁ କହିଲା ଯା ତୁ ଗାତରେ ବସ। ଗୋଖର ସେଠି କ'ଣ କଲା? ଗାତରେ ବସିଲା। ତା ପରଦିନ ଆଇଲା ବିଲ ବୁଲା ସେ ମଦୁଆ, ଦେଖିଲା ସେ ଏମିତି ନାଙ୍ଗୁଡ଼ ପଦାକୁ ବାହାରିଛି। କହିଲା ଆରେ କାଲି ଫୋପାଡ଼ିଥିଲି ଫେରେ ପଇଛୁ। ଧଇଲା ନାଙ୍ଗୁଡ଼କୁ ଭିଡ଼ିକି ଆଣି ବୁଲେଇ ବୁଲେଇ ଛାଡ଼ିଦେଲା ଧରିକି। ଗୋଖର ତା ଜୀବନ ବିକେଳରେ ସେଇଠୁ ପଳଉଛି। ଢମଣା ଅନେଇକି ବଇଛି, ଗୋଖର ନିଶ୍ଚିନ୍ତ ତାକୁ ଦେଇଥିବ ପାନେ, ମାନେ ହାଣିଦେବ। ସେଇଠୁ ଢମଣା ଭାରି ଖୁସି। ଯେତେବେଳେ ଗୋଖର ଯାଇ ପହଞ୍ଚିଗଲା, କହିଲା ଆରେ ଭାଇ କ'ଣ ତାକୁ ପାନେ ଦେଲୁ? ନା ରେ ଦେବି କ'ଣ, ତୋର ଦୋଷ ନୁହଁ କି ମୋର ଦୋଷ ନୁହଁ, ସେ ଗାତର ଦୋଷ। ନା କ'ଣ? ନା ରେ ହେ ସେଟା ତ ମୂଷା ଗାତ, ଅଷ୍ଟବକ୍ର ବାଙ୍କ। ସିନା ସେ ଚଉଡ଼ା ଗାତଟା ହେଇଥିଲେ ସେ ମୋ ନାଙ୍ଗୁଡୁ ଧଇଲା, ମୁଁ ସିନା ବୁଲିକି ତାକୁ ମାରି ଦେଇଥାନ୍ତି। ଆଉ ସେ ଗାତଟା ତାକୁ ମୂଷା ଗାତ, ମୁଁ ତ ମୁଣ୍ଡ ପୁରେଇ ଦେଲି, ସେ ତତେ ଯେମିତି ଫୋପାଡ଼େ ମତେ ସେମିତି ମଧ୍ୟ ଫୋପାଡ଼ି ଦେଲା। ସେମିତି ବର୍ତ୍ତମାନ ସମୟଟା ଏମିତି ଆସି ପହଞ୍ଚିଛି। ସମସ୍ତେ ଏକ ମୁଖରେ ସ୍ରୋତରେ କ'ଣ ହେଇଛନ୍ତି?
ଗମନ କରୁଛନ୍ତି। ଆଗଟାକୁ କେହି ଭବିଷ୍ୟତଟାକୁ କେହି ଚିନ୍ତା କରୁନାହାନ୍ତି। ସେଇ ମୁହୂର୍ତ୍ତ ଗୋଟିଏ ମୁହୂର୍ତ୍ତର ସୁଖ ପାଇଁ ମନୁଷ୍ୟ ଆଜି କୁପଥଗାମୀ ହେଇଯାଉଛି। ସେଥିପାଇଁ ଭାରତ ଭୂଖଣ୍ଡରେ ଅନେକ ସାଧୁ ସନ୍ଥ ମୁନି ଋଷିମାନ ଅବତାର କରି ସେ ଆମକୁ ବାରମ୍ବାର ଚେତନା ଦେଇଛନ୍ତି। ଆମେ ଯଦି ସେ ଚେତନାକୁ ନ ମାନିବା, ହେ ଜ୍ଞାନ କରିବା, ତାହେଲେ ଆମ କର୍ମଫଳ ଆମେ ଭୋଗିବା। ସେଥିପାଇଁ କି ଗୁରୁ ପରମ୍ପରାର କେବେ ନିନ୍ଦା ଘଟିବ ନାହିଁ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କବାର ହରି ବୋଲ।